ଦୁଇ ଦିନ ଧରି ପ୍ରବଳ ଲଗାଣ ବର୍ଷା ଯୋଗୁଁ ପରିବା ଚାଷ ସମ୍ପୂର୍ଣ୍ଣ ଭାବରେ ଉଜୁଡ଼ିଗଲା। ଚାଷୀ ମଥାରେ ହାତ ଦେଇ ବସିଛି। ଧାନ କିଆରୀରେ ଆଣ୍ଠୁଏ ପାଣି, ଫଳରେ ଧାନ ପଚିଗଲାଣି। କାକୁଡ଼ି, ବୋଇତାଳ, ବାଇଗଣ, କଲରା ଲଗାଇଥିବା କିଆରୀରେ ଠିଆ ହୋଇଛି ପାଣି। ଫଳତଃ ଗଛଗୁଡ଼ିକ ପଚି ପଚି ମରିବାକୁ ବସିଲାଣି। ଯଦି ଆଉ ଗୋଟିଏ ଦିନ ଏଭଳି ବର୍ଷା ଲାଗି ରହେ ତାହେଲେ ସମ୍ପୂର୍ଣ୍ଣ ଭାବେ ପରିବା ଚାଷ ଉଜୁଡ଼ିଯିବ। ଚୋରମରା ଅଞ୍ଚଳର ଜଣେ ଚାଷୀ, ଯାହାଙ୍କ ନାମ ହେଉଛି ମୋହନ ବେଜ, ସେ କହନ୍ତି, 1 ଏକର ଜମିରେ କରିଥିଲି ପରିବା ଚାଷ। ସମସ୍ତ ଚାଷ ମୋର ଉଜୁଡ଼ିଗଲା ଅଦିନିଆ ବର୍ଷା ଯୋଗୁଁ। ସରକାର ତୁରନ୍ତ ଧ୍ୟାନ ଦେବାକୁ ସେ କରିଛନ୍ତି ଅନୁରୋଧ।